ଏଠି ଜିଆ ମାଛ ଗୁଡ଼ାକ ହେଇଗଲା। ଆଉ ଏଠି ଆମର ଭାନୁ ପିଞ୍ଛ ରୋଷେଇ ଚାଲିଛି। ଆଉ ଏଇଠି ଆମର ଖୁଦ ଛତୁକୁ ଆଉ ପାଳୁ ଛତୁ ଆଉ କାଲିରୁ ଭାଜିଥିଲି ଚୁନା ମାଛ। ତ ଆଜି ଆମର ଖାଇବା ହିଁ ଖାଇବା। ତ ଆଜି ମଜା ଆସିଯିବ। ତ ଭିଡ଼ିଓରେ ବନି ରୁହନ୍ତୁ, ଦେଖାଉଛି ଖାଇଲା ଟାଇମ୍ରେ। ଦେଖନ୍ତୁ ଭାଇ ଫାଇନାଲି ମୋର ରୋଷେଇ ସରିଗଲା। ଏଇଠି ମାଛ ଭାଜିଦେଲି, ଏଇଠି ଭାନୁ ପିଞ୍ଛ ଛତୁ, ଆଉ ଏଇଠି ଖୁଦକୁ ପାଳ ଛତୁ, ଆଉ ଏଇଟା କାଲିର ମାଛ ଭଜା। ତ ଆମର ଅଧା ଘଣ୍ଟା ଭିତରେ ରୋଷେଇ ସରିଗଲା। ତ ଭାଇ ଘରକୁ ନେଇ ଦେଇଛି ଛତୁଆ ମାଛ, ଆଉ ବାପା ଆସିଲେ ଦେବି ଖାଇବା ପାଇଁ, ବାଢ଼ି ଦେଇଛି ଅଲରେଡ଼ି। ତ ଚାଲନ୍ତୁ ଯିବା ଟିକେ ରେଷ୍ଟ ନେବା, ତାପରେ କଥା ଅଛି। ଫାଇନାଲି ରୋଷେଇ ସରିଗଲା ମୋର ଅଧା ଘଣ୍ଟା ଭିତରେ। ଆଉ ଆମର ଏଇ ଲୁଗାପଟା ଶୁଖିବା ଜାରି ରହିବ ଯେ ପର୍ଯ୍ୟନ୍ତ ବର୍ଷା ନ ଛାଡ଼ିଛି। ତ ଟିକେ ଘୋଡ଼ାଇ ପଡ଼ିବା। ନିଶ୍ୱାସ ଟିକେ ମାରି ପାରିନଥିଲି, ଏବେ ଟିକେ ନିଶ୍ୱାସ ମାରିଲି। ତ ବାବୁଙ୍କ ପାଇଁ ପାଣି ଗରମ କରିଦେଇଛି, ବାକି ରହିଲା କ୍ଷୀର ଗରମ। ତାପରେ ରୋଷେଇ ଷ୍ଟାର୍ଟ କରିବି। ଝିଅ ଗଲା ପରେ ଯାଇକି ସ୍କୁଲ, ବାବୁ ଆଉ ଝିଅ ସ୍କୁଲ ଗଲା ପରେ ରୋଷେଇ ଷ୍ଟାର୍ଟ କରିବି। ଆମେ ଖାଇସାରିଲା, ମୁଁ ଖାଇଦେବି ତାଙ୍କ ସହିତ। ତ ଦେଖାହେଉଛି ଖାଇଲା ଟାଇମ୍ରେ। ଏବେ ରହୁଛି କଥା। ଦେଖନ୍ତୁ ଗାଇଜ, ଏବେ ମୁଁ ସବୁ ଖାଇବା ନେଇକି ପଳେଇ ଆସିଛି, ଯେଉଁଟାକି କାଲିର ଚୁନା ମାଛ। ତିନି ପ୍ରକାର ଛତୁରୁ ମୁଁ ଦୁଇଟା ଛତୁ ଏକାଠି କରିଛି, ଆଉ ଗୋଟେ ଛତୁ ଆଉ ମାଛ ଭଜା। ତ ଦେଖନ୍ତୁ ଏଇଠି ବହୁତ ସାରା ଆଇଟମ୍। ବାବୁ କହୁଥିଲେ ଆଜି ବହୁତ ସାରା ଆଇଟମ୍ ବୋଲି, ପେଟ ଫୁଲ ହେଇସାରିଲାଣି। ତ ଆଜି କାହା ମୁଁ ଦେଖିଥିଲି କେଜାଣି, ଆଜି ବହୁତ ସାରା ଆଇଟମ୍ ଖାଇବାକୁ ମିଳିଲା। ତ ଯଦି ଭଲ ଲାଗିଲା ଲାଇକ୍ କରିଦେବେ, ସେୟାର କରିଦେବେ, ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଉ ମୁଁ ତ ଖାଇକି ଖୁସି ଅଛି। ତ ଆପଣମାନେ ମୋ ଆଇଟମ୍ କେମିତି ଲାଗିଲା ଦେଖିକି କହିବେ କମେଣ୍ଟରେ। ଆଉ ରହିଲି, ଜୟ ଜଗନ୍ନାଥ, ବାଏ ବାଏ।